ଅଦ୍ୟ ତା 17/2/2025 ରେଖ ସୋମବାର ଦିନ ଅପରାହ୍ନ 3 ଘଟିକା ସମୟରେ ଆମ୍ଭ ବିଦ୍ୟାଳୟର ମହାନଦୀ କକ୍ଷରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡାଇରେକ୍ଟୋରେଟ୍ ଅଫ୍ ଟିଚର ଏଜୁକେସନ୍ ଆଣ୍ଡ SCERT ଓଡ଼ିଶା ଲେଟର ନମ୍ବର 913 ଡେଟ୍ 6/2/2025 ରେଖ ଅନୁସାରେ ଚଳିତ 2024-25 ଶିକ୍ଷାବର୍ଷର ନବମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକର ଆଲୋଚ୍ୟ ପ୍ରସଙ୍ଗଗୁଡ଼ିକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦଙ୍କୁ ଅବଗତ କରାଇବା ନିମନ୍ତେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସଭାପତିତ୍ୱରେ ଉକ୍ତ ବୈଠକରେ ନିମ୍ନଲିଖିତ ପ୍ରସଙ୍ଗଗୁଡ଼ିକୁ ଆଲୋଚନାର ପରିସରଭୁକ୍ତ କରାଯାଇଥିଲା। ତାହେଲେ ଚାଲନ୍ତୁ ଦେଖିବା ପ୍ରସଙ୍ଗଗୁଡ଼ିକ କ'ଣ କ'ଣ ରହିଥିଲା। ଦେଖନ୍ତୁ, ପ୍ରସଙ୍ଗ 1 ସ୍ୱାଗତ ଓ କାର୍ଯ୍ୟସୂଚୀର ସୂଚନା ପ୍ରଦାନ। ଏହି ଅଧିବେଶନରେ ନବମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକରେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ ପୂର୍ବକ ଉକ୍ତ ବୈଠକର 5ଟି କାର୍ଯ୍ୟସୂଚୀର ସମ୍ୟକ ସୂଚନା ପ୍ରଦାନ କରାଯାଇଥିଲା। ଅଧିବେଶନ 2 ବିଦ୍ୟାଳୟ ପରିଦର୍ଶନ ଓ ଆଲୋଚନା। ଏହି ଅଧିବେଶନରେ ବୈଠକ ଅନୁଷ୍ଠିତ ବିଦ୍ୟାଳୟର ଭୌତିକ ଓ ଶୈକ୍ଷିକ ବାତାବରଣକୁ ପରିଦର୍ଶନ ପୂର୍ବକ ତାହା କିପରି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରଭାବିତ କରିଛି ଏବଂ ଆଉ କ'ଣ କ'ଣ ପଦକ୍ଷେପ ନିଆଗଲେ ତାହାର ଭୌତିକ ଓ ଶୈକ୍ଷିକ ପରିବେଶରେ ଅପେକ୍ଷାକୃତ ଅଧିକ ଉନ୍ନତି ଆସିପାରିବ, ସେ ସମ୍ବନ୍ଧରେ ଏକ ମୁକ୍ତ ଆଲୋଚନା କରାଯାଇଥିଲା। ପ୍ରସଙ୍ଗ 3 ପୂର୍ବ ବୈଠକର ବିଷୟବସ୍ତୁ ପୁନଃ ଆଲୋଚନା। ଏହି ଅଧିବେଶନରେ ବିଗତ ଅଷ୍ଟମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକର ବିବରଣୀ ପଠନ ପୂର୍ବକ ଉକ୍ତ ଅଷ୍ଟମ ସ୍ତରୀୟ ବୈଠକର ଆଲୋଚ୍ୟ ପ୍ରସଙ୍ଗଗୁଡ଼ିକର ପୁନଃସ୍ମରଣ କରାଯାଇଥିଲା। ତାହେଲେ ଚାଲନ୍ତୁ ଦେଖିବା ପ୍ରସଙ୍ଗ 4 ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ବିଷୟବସ୍ତୁ। ଏହି ଅଧିବେଶନରେ ଚଳିତ ଫେବୃଆରୀ ମାସର ଶୈକ୍ଷିକ କ୍ୟାଲେଣ୍ଡର ଶ୍ରେଣୀ ପରିଚାଳନା ସମୟରେ ଉପୁଜୁଥିବା ସମସ୍ୟା ଓ ସେଗୁଡ଼ିକର ସମାଧାନ, ମାନ ନିର୍ଦ୍ଧାରଣ, ଟ୍ରାକର ରେଜିଷ୍ଟର ସମ୍ବନ୍ଧୀୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପ୍ରସଙ୍ଗ 5 ତ୍ରିମାତ୍ରିକ ଆକୃତି ଆଧାରିତ ଶିକ୍ଷଣ କାର୍ଯ୍ୟ। ଏହି ଅଧିବେଶନରେ ଜିକେ କିଟ୍ରେ ଥିବା ସମସ୍ତ ଘନବସ୍ତୁର ବ୍ୟବହାର କରି ଉଭୟ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ନିମନ୍ତେ ଗଣିତ ଶିକ୍ଷଣ ଓ ଶିକ୍ଷାଦାନ ପ୍ରକ୍ରିୟାର ଏକ ଆଦର୍ଶ ନମୁନା ଶ୍ରେଣୀ ପରିଚାଳନାର ପ୍ରଦର୍ଶନ କରାଯାଇଥିଲା, ଯାହାକି ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ଥିଲା। ପ୍ରସଙ୍ଗ 6 ଯେଉଁଟା ଶେଷ ପ୍ରସଙ୍ଗ ଥିଲା, ତାହା ଥିଲା ଧନ୍ୟବାଦ ଅର୍ପଣ ଓ ବୈଠକ ସାଙ୍ଗ କରିବାର ଘୋଷଣା। ଆଲୋଚ୍ୟ ପ୍ରସଙ୍ଗଗୁଡ଼ିକର ଆବଶ୍ୟକତା ଓ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରାଯାଇ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭାପତିଙ୍କ ଦ୍ୱାରା ଅଦ୍ୟ ଆୟୋଜିତ ବୈଠକକୁ ସାଙ୍ଗ ଘୋଷଣା କରାଯାଇଥିଲା। ଆବାହକ ପ୍ରଧାନ ଶିକ୍ଷକ, ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ।